ଦେଖନ୍ତୁ ଆଜି ମହାନ ଜନନାୟକ ମହାନ ସ୍ୱାଧୀନତା ସଂଗ୍ରାମୀ ନବ ଓଡ଼ିଶାର ନିର୍ମାତା ତଥା କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ପ୍ରବାଦ ପୁରୁଷ ବିଜୁବାବୁଙ୍କର 110ତମ ଜୟନ୍ତୀ। ଏହି ଅବସରରେ ତାଙ୍କର ଅମୃତ ଅମ୍ଳାନ ସ୍ମୃତି ପ୍ରତି ମୁଁ କୋଟି କୋଟି ନମନ କରୁଛି, ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ତାଙ୍କ ନାମରେ ନାମିତ ଦଳ ବିଜୁ ଜନତା ଦଳ ହେଉଛି ଭାରତବର୍ଷର ସବୁଠାରୁ ଦେଶପ୍ରେମୀ ଏବଂ ରାଷ୍ଟ୍ରପ୍ରେମୀ ଦଳ। ଏହା କାହିଁକି ମୁଁ କହୁଛି, ଆଜି ଯେଉଁ ଗର୍ବର ସହ ଆମେ କହୁଛୁ ଯେ ଜାମ୍ମୁ କାଶ୍ମୀର ଭାରତର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ, ତା ପଛର କାରଣ ହେଉଛନ୍ତି ବିଜୁ ପଟ୍ଟନାୟକ। ସେତେବେଳେ ସ୍ୱାଧୀନତା ପରେ ଯେତେବେଳେ ପାକିସ୍ତାନର ଆତଙ୍କବାଦୀ ମାନେ ଜାମ୍ମୁ କାଶ୍ମୀରକୁ ନେଇଯିବା ପାଇଁ ମାଡ଼ି ଆସୁଥିଲେ, ସେତେବେଳେ ଭାରତୀୟ ସୈନିକ ପାଖରେ ଗୋଳା ବାରୁଦ ନଥିଲା। ଅନ୍ଧାର ରାତିରେ ବିଜୁବାବୁ ନେଇକି ଗୋଳା ବାରୁଦ ପହଞ୍ଚାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ସୈନିକମାନେ ପରାସ୍ତ କରିଥିଲେ ପାକିସ୍ତାନର ଆତଙ୍କବାଦୀମାନଙ୍କୁ। ଆଜି ଭାରତର ଏବଂ ରୁଷର ଯେଉଁ ଆମେ କହୁଛୁ ଯେ ମିତ୍ରତା ଅଛି, ମିତ୍ର ଦେଶ ଆମର ରୁଷ, ତା ପଛରେ ମଧ୍ୟ ବିଜୁବାବୁଙ୍କର ହାତ ରହିଛି, ବିଜୁବାବୁଙ୍କର ଅବଦାନ ରହିଛି, ଯେଉଁଥିପାଇଁ ରୁଷର ସର୍ବୋଚ୍ଚ ସମ୍ମାନ ବିଜୁବାବୁଙ୍କୁ ଦିଆଯାଇଛି। ଏବଂ ଇଣ୍ଡୋନେସିଆରେ ମଧ୍ୟ ଆପଣମାନେ ଜାଣିଥିବେ, ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ମଧ୍ୟ ବିଜୁବାବୁଙ୍କର କେଉଁଭଳି ଭାବରେ ଅବଦାନ ଥିଲା, ଯେଉଁଥିପାଇଁ ତାଙ୍କ ଦେଶର ମଧ୍ୟ ସର୍ବୋଚ୍ଚ ସମ୍ମାନ ଭୂମିପୁତ୍ର ବିଜୁବାବୁ ପାଇଛନ୍ତି, ଯିଏ ପୃଥିବୀର ରତ୍ନ। ଦୁଃଖ ପରିତାପର ବିଷୟ, ଏ ଦେଶ ଯେଉଁ ଜାତୀୟ ହିନ୍ଦୀ ଭାଷାଭାଷୀ ଜାତୀୟ ଦଳମାନେ ଅଛନ୍ତି, ଯେଉଁମାନେ କେନ୍ଦ୍ରରେ ରହିଲେ, ଆଜି ତାଙ୍କୁ ଭାରତ ରତ୍ନଟିଏ ଦେଲେ ନାହିଁ। ଇଏ ହେଲା ପ୍ରତ୍ୟେକ ଓଡ଼ିଆଙ୍କର କ୍ଷୋଭର ବିଷୟ। ଏବଂ ଯେଉଁ ବିଜୁବାବୁ ସମଗ୍ର ଭାରତବର୍ଷକୁ ରାସ୍ତା ଦେଖାଇଥିଲେ, ପଞ୍ଚାୟତ ରାଜ ବ୍ୟବସ୍ଥାକୁ ସୁଦୃଢ଼ କରିକି, ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଗଢ଼ିକି ଏବଂ କ୍ଷମତାର ବିକେନ୍ଦ୍ରୀକରଣ କରିକି ଏବଂ ସମଗ୍ର ଭାରତ ଯାହାକୁ ରୋଲ ମଡେଲ ରୂପେ ଗ୍ରହଣ କରିଥିଲା, ସେ ପଞ୍ଚାୟତ ରାଜ ଦିବସକୁ ଏ ସରକାର ଭାରତୀୟ ଜନତା ପାର୍ଟି ଆସିଲା ପରେ ତାକୁ କାଟିଦେଲା। ଏମାନେ ଭାବୁଛନ୍ତି ବିଜୁବାବୁଙ୍କର ନାମଟାକୁ ଲିଭେଇ ଦେବେ, କିନ୍ତୁ ମୁଁ ଏଠି କହି ରଖିବାକୁ ଚାହେଁ, ବିଜୁବାବୁ ହେଉଛନ୍ତି ଗୋଟେ ବିଚାରଧାରା, ବିଜୁବାବୁ ହେଉଛନ୍ତି ଗୋଟେ ଚିନ୍ତାଧାରା, ବିଜୁବାବୁ ହେଉଛନ୍ତି ଗୋଟେ ସୋଚ, ବିଜୁବାବୁ ହେଉଛନ୍ତି ଗୋଟେ ଆଇଡ଼ିଆ। ବିଜୁବାବୁ ଯେଉଁ ଆଇଡ଼ିଆ ଆଜି ମଧ୍ୟ କଣ୍ଟିନ୍ୟୁ କରୁଛି ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କର ଦ୍ୱାରା, ଏବଂ ନବୀନ ବାବୁ ଆଜି ମଧ୍ୟ ସେଇ ବିଚାରଧାରାରେ ବିଜୁ ଜନତା ଦଳକୁ ଆଗେଇ ନେଇଛନ୍ତି ଏବଂ ଆଜି ସମଗ୍ର ଓଡ଼ିଶା କୃତଜ୍ଞ ନବୀନ ବାବୁଙ୍କ ପ୍ରତି ଏବଂ ବିଜୁବାବୁଙ୍କ ପ୍ରତି ଏବଂ ସେ ପରିବାର ପ୍ରତି। ଏବଂ ଆଗାମୀ ଦିନରେ ଯେଉଁଭଳି ଭାବରେ ଆଜି ଓଡ଼ିଶାକୁ ରସାତଳକୁ ନେଇଗଲାଣି ଏ ସରକାର, ଆଜି ସଂକଳ୍ପ ନେବେ ପ୍ରତ୍ୟେକଟି ବିଜୁ ଜନତା ଦଳର ସଦସ୍ୟ କିପରି ଭାବରେ ଆସନ୍ତା ସାଧାରଣ ନିର୍ବାଚନରେ 2029ରେ ବିଜୁ ଜନତା ଦଳକୁ ପୁନର୍ବାର କ୍ଷମତାକୁ ଆଣିବେ ଏବଂ ଆଜି ଦିନରେ ପ୍ରତିଜ୍ଞା କରିବେ ପୁନର୍ବାର ନବୀନ ବାବୁଙ୍କ ହାତରେ ଓଡ଼ିଶାର ସେବାର ଦାୟିତ୍ୱ ଦେବେ। ଏହି ସଂକଳ୍ପ ନେଇକି ଆଜି ଆମେ ବିଜୁ ଜୟନ୍ତୀରେ ସମସ୍ତେ ଯିବା। ନିଶ୍ଚିତ ଭାବରେ କିଛି କିଛି ବ୍ୟକ୍ତି ଏମିତି ଥାଆନ୍ତି ଯେଉଁମାନେ କୌଣସି ସମ୍ମାନରୁ ବହୁତ ଉପରେ, ଏବଂ ସେଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ବିଜୁ ପଟ୍ଟନାୟକ। ଆଜି ଏମାନେ ସମ୍ମାନ ଦେଉନାହାନ୍ତି। ଏଇଥିରୁ ଜଣାପଡ଼ୁଛି ଯେ ଓଡ଼ିଆଙ୍କୁ କିପରି ଭାବରେ ଜାତୀୟ ଦଳ ହିନ୍ଦୀ ଭାଷାଭାଷୀ ଦଳମାନେ ଓଡ଼ିଆଙ୍କୁ ଭଲ ପାଆନ୍ତି ନାହିଁ। ଏଇଟା ହିଁ ସ୍ପଷ୍ଟ ପ୍ରମାଣ। ନହେଲେ ବିଜୁବାବୁଙ୍କ ଭଳିଆ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ତାଙ୍କ ନାଁରେ ଯେଉଁଭଳି ଭାବରେ ଗୋଟେ ଏତେ ବଡ଼ ବିରାଟ ବଡ଼ ଦଳ ଏବଂ କେଉଁ ଦଳକୁ ସମଗ୍ର ଜାତୀୟ ଦଳମାନଙ୍କୁ ବିଜୁବାବୁ ଏତେ ସାହାଯ୍ୟ କରିଛନ୍ତି, ରାଷ୍ଟ୍ର ପାଇଁକି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଛନ୍ତି, ଓଡ଼ିଶାର ଅଭ୍ୟୁତ୍ଥାନ ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବ୍ରତୀ ରୂପରେ ଗ୍ରହଣ କରିଥିଲେ, ସେଭଳି ବ୍ୟକ୍ତିତ୍ୱଙ୍କୁ ଯଦି ଭାରତ ରତ୍ନ ଦିଆଯାଉନାହିଁ, ଆଠୁ ଦୁର୍ଭାଗ୍ୟ ଏବଂ ଆଠୁ ଦୁଃଖର ବିଷୟ କିଛି ନାହିଁ। ପ୍ରତ୍ୟେକଟି ଓଡ଼ିଆଙ୍କୁ ଏଇଟା ବହୁତ ବାଧୁଛି, ଏଇଟା ପ୍ରତ୍ୟେକଟି ଓଡ଼ିଆଙ୍କୁ କଷ୍ଟ ଦେଇଛି।